ଆଜିର ସନ୍ଧ୍ୟାରେ ପାଞ୍ଚଟି ବଡ଼ ଖବର ଉପରେ ନଜର ପକାଇବା। ପ୍ରଥମ ଖବର ହେଉଛି ନାରୀଙ୍କୁ ସମ୍ମାନ ଆମ ଦାୟିତ୍ୱ, ନାରୀ ହିଂସାରେ କଠୋର କାର୍ଯ୍ୟାନୁଷ୍ଠାନ। ଏହି କଥା କହିଛନ୍ତି ନରେନ୍ଦ୍ର ମୋଦି। ମହାରାଷ୍ଟ୍ରର ଜଳଗାବରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ 5,000 କୋଟିର ଋଣ ଜାରି କରିଛନ୍ତି। ସେ 11 ଲକ୍ଷ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ସେ ସାରା ଦେଶରେ ଘଟୁଥିବା ରେପ୍ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋଲକାତା ମହିଳା ଟ୍ରେନିଂ ଡାକ୍ତରଙ୍କୁ ଏବଂ ବଦଳାପୁରରେ 2 ଶିଶୁଙ୍କୁ ଯୌନ ଶୋଷଣ ଘଟଣା ଉପରେ ସେ କହିଛନ୍ତି ଯେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ କ୍ଷମାଯୋଗ୍ୟ ନୁହେଁ। ଦୋଷୀଙ୍କୁ କଡ଼ା ଦଣ୍ଡ ଦରକାର। ସରକାର ଆସିବେ ଯିବେ, ମାତ୍ର ନାରୀଙ୍କୁ ସମ୍ମାନ ଆମ ଦାୟିତ୍ୱ ବୋଲି ମୋଦି କହିଛନ୍ତି। ଦ୍ୱିତୀୟ ଖବର ଉପରେ ନଜର ପକାଇବା। କୋଲକାତା ରେପ୍ ମର୍ଡର ମାମଲା ମୁଖ୍ୟ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ। କୋଲକାତା ଆର୍ଜିକର ଟ୍ରେନିଂ ଡାକ୍ତରଙ୍କୁ ରେପ୍ ଓ ମର୍ଡର ଘଟଣାରେ ରବିବାର ସିବିଆଇ ମୁଖ୍ୟ ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରିଛି। ସିବିଆଇ ଏବଂ ସେଣ୍ଟ୍ରାଲ ଫରେନ୍ସିକ୍ ଟିମ୍ 3 ଘଣ୍ଟା ଧରି ଏହି ମୁଖ୍ୟ ଅଭିଯୁକ୍ତଙ୍କୁ ଜେରା କରିଥିଲା। ଏପଟେ ସିବିଆଇ ଆର୍ଜିକର ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କର ଘର ଉପରେ ଚଢ଼ାଉ କରିଛି। ତୃତୀୟ ଖବର ହେଉଛି ପାକିସ୍ତାନରେ ବସ୍ ଖାଇକୁ ଖସି 29 ଜଣଙ୍କର ମୃତ୍ୟୁ ହୋଇଛି। ଗତ 21 ତାରିଖରେ ଇରାନରେ ଏକ ବସ୍ ଓଲଟି 30ରୁ ଅଧିକ ପାକିସ୍ତାନୀ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ 20ରୁ ଅଧିକ ଆହତ ହୋଇଥିଲେ। ତେବେ 4 ଦିନ ନ ପୂରୁଣୁ ପୁଣି ପାକିସ୍ତାନରୁ ଆସିଛି ଏକ ବଡ଼ ଖବର। ଗୋଟିଏ ବସ୍ ଏକ ଖାଇ ମଧ୍ୟକୁ ଖସି ପଡ଼ିବା ଫଳରେ 29 ଜଣଙ୍କର ମୃତ୍ୟୁ ଘଟିଛି। ବସ୍ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ପାକିସ୍ତାନରେ ପଞ୍ଜାବ ରାଜ୍ୟରେ ଏହି ଭୟଙ୍କର ଅଘଟଣ ଘଟିଅଛି। ଆଉ ଚତୁର୍ଥ ଖବର ଉପରେ ନଜର ପକାଇବା। ପାକିସ୍ତାନ ମାଟିରେ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ଜିତିଲା ବାଂଲାଦେଶ। ଟେଷ୍ଟ ମ୍ୟାଚ୍ରେ ପାକିସ୍ତାନକୁ ତା ମାଟିରେ 10 ୱିକେଟରେ ହରାଇ ଇତିହାସ ରଚିଛି ବାଂଲାଦେଶ। ପାକିସ୍ତାନ ପ୍ରଥମ ପାଳିରେ 6 ୱିକେଟ ହରାଇ 448 ରନ୍ ସଂଗ୍ରହ କରିଥିବା ବେଳେ ବାଂଲାଦେଶ 565 ରନ୍ ସଂଗ୍ରହ କରିଥିଲା। ଏହା ଫଳରେ ପ୍ରଥମ ଇନିଂସରେ ବାଂଲାଦେଶ 117 ରନ୍ରେ ଆଗୁଆ ରହିଥିଲା। ଏହାପରେ ପାକିସ୍ତାନ ଦ୍ୱିତୀୟ ଇନିଂସରେ ମାତ୍ର 146 ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଫଳରେ ବାଂଲାଦେଶ ଆଗରେ 30 ରନ୍ରେ ଟାର୍ଗେଟ୍ ରହିଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ ନିଜ ମାଟିରେ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଥିବା ବେଳେ ଅନ୍ୟପଟେ ବାଂଲାଦେଶ ପ୍ରଥମ ଥର ପାକିସ୍ତାନ ବିପକ୍ଷରେ ଟେଷ୍ଟ ଜିତି ଇତିହାସ ରଚିଛି। ବର୍ତ୍ତମାନ ସମୟରେ ବାଂଲାଦେଶ କ୍ରିକେଟ ଟିମ୍ ଫୁଲ୍ ଫର୍ମରେ ରହିଥିବା ବେଳେ ଭ୍ରମଣକାଳୀ ଦଳ ପାକିସ୍ତାନକୁ 10 ୱିକେଟରେ ପରାସ୍ତ କରି ଇତିହାସ ରଚିଛି। ଆଉ ଶେଷ ଖବର ଆମେ ଦେଖିବା। ଟେଲିଗ୍ରାମ ସିଇଓ ଗିରଫ। ଇନଷ୍ଟାଣ୍ଟ ମେସେଜିଂ ଏବଂ କମ୍ୟୁନିଟି ଅଫ୍ ଟେଲିଗ୍ରାମର ପ୍ରତିଷ୍ଠାତା ଏବଂ ସିଇଓ ପାଭେଲ ଡୁରାବେଙ୍କୁ ପ୍ୟାରିସର ପାୱାର ଗେଣ୍ଟକୁ ବିମାନ ବନ୍ଦରରେ ଗିରଫ କରାଯାଇଛି। ଫ୍ରାନ୍ସର ମିଡ଼ିଆ ରିପୋର୍ଟ ମୁତାବକ ଜୁରାବେ ନିଜ ପ୍ରାଇଭେଟ୍ ଜେଟ୍ରେ ସେଠାରେ ପହଞ୍ଚିଥିଲେ। ଏହା ପୂର୍ବରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା। କଣ୍ଟେଣ୍ଟ ମଡେରେସନ୍ କ୍ଷେତ୍ରରେ ସେ ବିଫଳ ବୋଲି ଅଭିଯୋଗ ରହିଥିଲା। ଏହି ଆପ୍ରେ କ୍ରିମିନାଲ କଣ୍ଟେଣ୍ଟ ବେଶୀ ମାତ୍ରାରେ ପ୍ରସାରିତ ହେଉଥିଲା। ଏହାକୁ ରୋକିବାରେ କମ୍ପାନୀ ବିଫଳ ହୋଇଥିଲା। ଏହି ଆପ୍ ଆତଙ୍କୀଙ୍କ ପାଇଁ ଦେଶ ଲୋକପ୍ରିୟ ଆପ୍ ଭାବେ ଉଭା ହୋଇଥିଲା। ତେଣୁ ଏମିତି ଭିଡ଼ିଓ, ଏମିତି ନ୍ୟୁଜ୍ ଭିଡ଼ିଓ ପ୍ରତିଦିନ ଦେଖିବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏମିତି ଲାଟେଷ୍ଟ ନ୍ୟୁଜ୍ ଦେଖିବା ପାଇଁ ବହୁତ ବହୁତ ଧନ୍ୟବାଦ।